କେବେ ଭାବିଛନ୍ତି ଆମ ଶରୀରରେ ଏମିତି ଏକ ଅଙ୍ଗ ଅଛି ଯାହା କେବଳ ଶୁଣିବାରେ ନୁହେଁ ବରଂ ଆମକୁ ସିଧା ଠିଆ ହେବାରେ ବି ସାହାଯ୍ୟ କରେ? ଆଜ୍ଞା ହଁ, ଆମେ ଆମର ଏହି ଆଶ୍ଚର୍ଯ୍ୟଜନକ କାନ ବିଷୟରେ ହିଁ କହୁଛୁ। ତେବେ ଚାଲନ୍ତୁ ଏହାର ରହସ୍ୟମୟ ଦୁନିଆ ଭିତରକୁ ଏକ ଯାତ୍ରା କରିବା। କେବେ ମନକୁ ଆସିଛି ଗୋଟିଏ ସାଧାରଣ ଶବ୍ଦ ଆମ କାନର ମସ୍ତିଷ୍କ ଯାଏଁ କେମିତି ଯାତ୍ରା କରେ? ନା, ଏଇଟା କିଛି ଯାଦୁ ନୁହେଁ, ବରଂ ଏହା ପଛରେ ଅଛି ଏକଦମ ଚମତ୍କାରୀ ବିଜ୍ଞାନ। ଆଉ ଆଜି ଆମେ ସେହି ରହସ୍ୟ ଉପର ପର୍ଦ୍ଦା ଉଠାଇବା। ଚାଲନ୍ତୁ କଳ୍ପନା କରିବା ଯେ ଆମେ ନିଜେ ଗୋଟିଏ ଛୋଟ ଶବ୍ଦ ତରଙ୍ଗ, ଆଉ ଆମେ ଦେଖିବା କେମିତି ଗୋଟିଏ ସାଧାରଣ କମ୍ପନ ଆମ କାନ ଭିତରେ ଏକ ରୋମାଞ୍ଚକର ଯାତ୍ରା କରି ଶେଷରେ ମସ୍ତିଷ୍କ ପାଇଁ ଏକ ଅର୍ଥପୂର୍ଣ୍ଣ ବାର୍ତ୍ତାରେ ବଦଳିଯାଏ। ତେବେ ଆମ ଯାତ୍ରାର ପ୍ରଥମ ଷ୍ଟେସନ ହେଉଛି ବାହ୍ୟକର୍ଣ୍ଣ, ମାନେ କାନର ବାହାର ଅଂଶ। ଏହା ଗୋଟିଏ ସଂଗ୍ରାହକ ଭଳି, ଯାହାର ଗୋଟିଏ ହିଁ କାମ ଆମ ଚାରିପାଖର ଶବ୍ଦ ତରଙ୍ଗକୁ ଧରିବା। ଆମେ କାନ ବୋଲି ଯେଉଁ ବାହାର ଅଂଶଟା ଦେଖୁ, ତାର ନାଁ ହେଉଛି ପିନ୍ନା। ଏହାର ବିଶେଷ ଆକୃତି ଠିକ୍ ଗୋଟେ ସ୍ୟାଟେଲାଇଟ୍ ଡିସ୍ ବା ଫନଲ ପରି କାମ କରେ, ଯାହା ଶବ୍ଦକୁ ଏକାଠି କରି କାନ ଭିତରକୁ ଠିକ୍ ରାସ୍ତା ଦେଖାଏ। ପିନ୍ନାରୁ ଶବ୍ଦ ତରଙ୍ଗ ଏହି କର୍ଣ୍ଣନଳୀ ମାନେ ଇୟର କନାଲ ଭିତରେ ଦେଇ ଆଗକୁ ବଢ଼େ। ଆଉ ଏହି ସୁଡ଼ଙ୍ଗର ଶେଷରେ ହିଁ ଆରମ୍ଭ ହୁଏ ପ୍ରକୃତ ଖେଳ, ଯେଉଁଠି ଶବ୍ଦ ଏକ ନୂଆ ରୂପ ନେବାକୁ ଯାଉଛି। ଆମେ ଯାହାକୁ କାନ ମଇଳା ବା ଇୟରୱାକ୍ସ ଭାବି ସଫା କରିବାକୁ ବ୍ୟସ୍ତ ହୋଇପଡ଼ୁ, ଜାଣିଛନ୍ତି ତାହା ପ୍ରକୃତରେ ଆମ କାନର ସିକ୍ୟୁରିଟି ଗାର୍ଡ। ଏହା ହିଁ ଧୂଳି ମଳିକୁ ଅଟକାଇ କାନକୁ ସଂକ୍ରମଣର ବଞ୍ଚାଇଥାଏ। ଆଉ ଏବେ ଆମେ ପହଞ୍ଚିଗଲେ ମଧ୍ୟକର୍ଣ୍ଣରେ, ଯାହାକୁ ଆମେ କହିପାରିବା ଭାଇବ୍ରେସନ୍ ଷ୍ଟେସନ। କାରଣ ଏଠାରେ ଆମ ଶବ୍ଦ ତରଙ୍ଗର ରୂପ ବଦଳିଯିବ। ବାୟୁର ତରଙ୍ଗ ଏବେ ଏକ ପ୍ରକୃତ କମ୍ପନରେ ପରିଣତ ହେବ। ଏଠି କ'ଣ ହୁଏ ଜାଣନ୍ତି? ଗୋଟେ ଡୋମିନୋ ଇଫେକ୍ଟ ଭଳି। ଶବ୍ଦ ତରଙ୍ଗ କର୍ଣ୍ଣପଟକୁ ଧକ୍କା ଦେବା ମାତ୍ରେ ତାହା ଥରି ଉଠେ, ଆଉ ଏହି କମ୍ପନ ଗୋଟିଏ ପରେ ଗୋଟିଏ କରି 3ଟି ଛୋଟ ଛୋଟ ହାଡ଼ ଦେଇ ବିଜୁଳି ବେଗରେ ଆଗକୁ ବଢ଼ିଯାଏ। ଏହି 3ଟି ହାଡ଼କୁ ଏକାଠି ଅସିକଲ୍ସ କୁହନ୍ତି। ଆଉ ମଜାର କଥା କ'ଣ ଜାଣନ୍ତି? ଏମାନଙ୍କର ନାଁ ଠିକ୍ ତାଙ୍କ ଆକାର ଭଳି ରଖାଯାଇଛି। ହାତୁଡ଼ି, ନିହାଇ ଆଉ ଘୋଡ଼ା ଜିନ୍। ଏହି 3 ଜଣଙ୍କ ଟିମ୍ୱାର୍କ ହିଁ କମ୍ପନକୁ ଠିକ୍ ଭାବେ ଆଗକୁ ନେଇଥାଏ। ଆଉ ଏବେ ଶୁଣନ୍ତୁ ଗୋଟେ ଜବରଦସ୍ତ କଥା। ଆମ ପୂରା ଶରୀରର ସବୁଠାରୁ ଛୋଟ ହାଡ଼ ଆଉ କୋଉଠି ନୁହେଁ ବରଂ ଆମ କାନ ଭିତରେ ହିଁ ଅଛି। ଏହାର ନାଁ ହେଉଛି ଷ୍ଟେପିଜ୍। ଏହା ଏତେ ଛୋଟ ଯେ ଗୋଟିଏ ଚାଉଳ ଦାନାଠାରୁ ବି ସାନ। କେବେ ପାହାଡ଼ିଆ ରାସ୍ତାରେ ଗଲାବେଳେ କିମ୍ବା ଫ୍ଲାଇଟ୍ରେ ବସିଲାବେଳେ କାନଟା ହଠାତ୍ ପପ୍ କରି ବନ୍ଦ ହେଇଯିବା ଆଉ ପୁଣି ଖୁଲିଯିବା ଭଳି ଲାଗିଛି? ହଁ, ଏହା ପଛରେ ବି ଏକ ବିଜ୍ଞାନ ଅଛି, ଯାହା ବାୟୁ ଚାପ ସହିତ ଜଡ଼ିତ। ଯେତେବେଳେ ବାହାରର ବାୟୁଚାପ ବଦଳେ, ଏହି ୟୁଷ୍ଟେଚିଆନ୍ ଟ୍ୟୁବ୍ ନାମକ ଏକ ଛୋଟ ନଳୀ ଖୋଲିଯାଏ ଆଉ ଭିତର ଆଉ ବାହାର ଚାପକୁ ବରାବର କରିଦିଏ। ସେହି ସମୟରେ ହିଁ ଆମକୁ ସେହି ପପ୍ ଶବ୍ଦଟା ଶୁଭାଯାଏ। ଏବେ ଆମେ ଆମ ଯାତ୍ରାର ସବୁଠାରୁ ରହସ୍ୟମୟ ଆଉ ଗୁରୁତ୍ୱପୂର୍ଣ୍ଣ ଜାଗାରେ ପହଞ୍ଚିଛେ, ଅନ୍ତଃକର୍ଣ୍ଣ। ଏହା ହେଉଛି କାନର କଣ୍ଟ୍ରୋଲ ସେଣ୍ଟର। ଏଠାରେ ହିଁ ସାଧାରଣ କମ୍ପନ ମସ୍ତିଷ୍କ ବୁଝିପାରୁଥିବା ଭାଷାରେ ବଦଳିବ। ଦେଖନ୍ତୁ, ଏହି ଗେଣ୍ଡା ଆକୃତିର ଅଙ୍ଗଟି ହେଉଛି କୋକ୍ଲିଆ। ଏହା ଠିକ୍ ଗୋଟେ ମାଇକ୍ରୋଫୋନ୍ ଭଳି। ଯେତେବେଳେ କମ୍ପନ ଏହା ଭିତରେ ଥିବା ତରଳ ପଦାର୍ଥକୁ ଛୁଏଁ, ହଜାର ହଜାର ସୂକ୍ଷ୍ମ କେଶକୋଷ ସେହି କମ୍ପନକୁ ଧରି ପକାନ୍ତି ଆଉ ତାକୁ ବୈଦ୍ୟୁତିକ ସଂକେତରେ ପରିଣତ କରିଦିଅନ୍ତି। ଏହା ହିଁ ମସ୍ତିଷ୍କର ଭାଷା। ଆଉ ତାପରେ ଏହି ଇଲେକ୍ଟ୍ରିକ୍ ସିଗ୍ନାଲଗୁଡ଼ିକ ଶ୍ରବଣ ସ୍ନାୟୁ ନାମକ ଏକ ସୁପର ହାଇୱେ ଦେଇ ସିଧା ମସ୍ତିଷ୍କରେ ପହଞ୍ଚେ। ଆଖି ପିଛୁଳାକେ ମସ୍ତିଷ୍କ ଏହାକୁ ଡିକୋଡ୍ କରିଦିଏ ଆଉ ଆମେ ଶବ୍ଦକୁ ବୁଝିପାରୁ। କିନ୍ତୁ କାହାଣୀ ଏଇଠି ସରିନି। ଗୋଟେ ବଡ଼ ସରପ୍ରାଇଜ୍ ଅଛି। ଆମ କାନର ଆଉ ଗୋଟେ ସୁପର ପାୱାର ଅଛି। ଏହା କେବଳ ଶୁଣେନି, ବରଂ ଆମ ଶରୀରର ଭାରସାମ୍ୟ ମଧ୍ୟ ରକ୍ଷା କରେ। ଏହି ଅର୍ଦ୍ଧବୃତ୍ତାକାର ନଳୀଗୁଡ଼ିକ ହେଉଛି ଆମ ଶରୀରର ମୋଶନ ସେନ୍ସର। ଆମେ ଯେତେବେଳେ ବି ମୁଣ୍ଡ ହଲାଉ, ଚାଲୁ କି ଦୌଡ଼ୁ, ଏହି ନଳୀ ଭିତରେ ଥିବା ତରଳ ପଦାର୍ଥ ବି ହଲେ, ଆଉ ଏହା ତୁରନ୍ତ ମସ୍ତିଷ୍କକୁ ସିଗ୍ନାଲ ପଠାଇଦିଏ ଯେ ଆମେ କେଉଁ ଦିଗରେ ଗତି କରୁଛୁ। ଆଚ୍ଛା, ସେଇଥିପାଇଁ ତାହେଲେ ପିଲାଦିନେ ଗୋଲ ଗୋଲ ବୁଲିବା ପରେ ମୁଣ୍ଡଟା ଏତେ ଭୁଲାଏ କି? ହଁ, ଏହାର ଉତ୍ତର ବି ସେ ଅର୍ଦ୍ଧବୃତ୍ତାକାର ନଳୀ ଭିତରେ ହିଁ ଲୁଚି ରହିଛି। ଦେଖନ୍ତୁ କ'ଣ ହୁଏ, ଯେତେବେଳେ ଆମେ ବୁଲିବା ବନ୍ଦ କରିଦିଉ, ଆମ ଶରୀର ତ ସ୍ଥିର ହୋଇଯାଏ, କିନ୍ତୁ କାନ ଭିତରର ସେହି ତରଳ ପଦାର୍ଥ ନିଜ ଗତି ଯୋଗୁଁ ଆହୁରି କିଛି ସମୟ ବୁଲୁଥାଏ। ଏଥିପାଇଁ ଆମ ମସ୍ତିଷ୍କକୁ ଭୁଲ ସିଗ୍ନାଲ ମିଳେ ଯେ ଆମେ ଏବେ ବି ବୁଲୁଛୁ। ଏହା ହିଁ ମୁଣ୍ଡ ବୁଲାଇବାର ପ୍ରକୃତ କାରଣ। ତେବେ ଆମେ ଦେଖିଲେ ଆମ କାନ କେତେ ଜବରଦସ୍ତ କାମ କରେ। କିନ୍ତୁ ଏତେ ଗୁରୁତ୍ୱପୂର୍ଣ୍ଣ ଜିନିଷର ଯତ୍ନ ନେବା ବି ତ ଦରକାର, ନୁହେଁ କି? ଚାଲନ୍ତୁ ଦେଖିବା ଏହି ମୂଲ୍ୟବାନ ଅଙ୍ଗର ଯତ୍ନ କେମିତି ନେବା। ଏକଥା ଶୁଣିଲେ ବୋଧେ ଆଶ୍ଚର୍ଯ୍ୟ ଲାଗିବ,
କିନ୍ତୁ ଜୋରରେ ହେଡଫୋନ୍ରେ ଗୀତ ଶୁଣିବା ଆଉ ଏକ ଚେନ୍ସ ମେସିନ୍ ପାଖରେ ଠିଆ ହେବା ଭିତରେ ବେଶୀ ଫରକ ନାହିଁ। ଦୁଇଟା ଯାକ ସମାନ ଭାବେ କ୍ଷତିକାରକ ହୋଇପାରେ, ତେଣୁ ସବୁବେଳେ ଭଲ୍ୟୁମ୍ କମ୍ ରଖିବା ନିହାତି ଜରୁରୀ। କିଛି ଛୋଟ ଛୋଟ କଥା ମନେ ରଖିବା ଦରକାର, ଯେମିତିକି କାନରେ କୌଣସି ଜିନିଷ ନ ପୁରାଇବା, ଭଲ୍ୟୁମ୍ କମ୍ ରଖିବା ଏବଂ ଅତ୍ୟଧିକ ଶବ୍ଦରୁ ଦୂରେଇ ରହିବା। ଏହି ଛୋଟ ଛୋଟ ଅଭ୍ୟାସ ଆମ ଶ୍ରବଣ ଶକ୍ତିକୁ ସବୁଦିନ ପାଇଁ ସୁରକ୍ଷିତ ରଖିପାରିବ। ସତରେ ଆମ କାନ ହିଁ ଆମକୁ ଏହି ସୁନ୍ଦର ଦୁନିଆର ଶବ୍ଦ ସହିତ ଯୋଡ଼ିଥାଏ। ପକ୍ଷୀର କିଚିରିମିଚି ହେଉ ବା ଆମ ପ୍ରିୟଜନଙ୍କ ହସ, ଏହି ସବୁ ସୁନ୍ଦର ଶବ୍ଦ ହିଁ ଆମ ଜୀବନକୁ ରଙ୍ଗୀନ କରେ। ଆଉ ଏ ସବୁ କିଛି ସମ୍ଭବ ହୁଏ କେବଳ ଆମର ଏହି ଅଦ୍ଭୁତ କାନ ପାଇଁ। ତେବେ ଟିକେ ଭାବନ୍ତୁ, ଏମିତି କେଉଁ ଶବ୍ଦ ଅଛି ଯାହାକୁ ସବୁଦିନ ପାଇଁ ସୁରକ୍ଷିତ ରଖିବା ନିହାତି ଜରୁରୀ ବୋଲି ମନେ ହୁଏ? ଆମ ଶ୍ରବଣ ଶକ୍ତି ପ୍ରକୃତିର ଏକ ଅମୂଲ୍ୟ ଉପହାର, ଆଉ ଏହାର ଯତ୍ନ ନେବା ଆମ ସମସ୍ତଙ୍କର କର୍ତ୍ତବ୍ୟ।